ଯେତେବେଳେ ତମ ରାସ୍ତା ଆମର ଯିବ ତାର ଟ୍ରେନ୍ ସାଇଡ୍ ବାଟ ଗାଁ ଗାଁରେ ବୁଲୁଛନ୍ତି ପୁଣି ବିଲ ମଝିରେ ଖାତା ଧରି କଣ ସବୁ ଟିପି ଚାଲିଛନ୍ତି ଆଉ ତାଙ୍କୁ ଘେରି ରହିଛନ୍ତି ଗାଁ ସାରା ଲୋକ। ଖାଲି ବିଲରେ କାହିଁକି ବରଂ ଘରକୁ ଘର ବୁଲି ଲୋକଙ୍କ ସହ କଥା ହେଉଛନ୍ତି ଆଉ ସେମାନଙ୍କ ଅଭିଯୋଗକୁ ସବୁ ଏମିତି ଖାତାରେ ଟିପି ରଖୁଛନ୍ତି। ଆପଣ କହିପାରନ୍ତି ଲୋକଙ୍କ ଅସୁବିଧା ଟିପି ରଖି ଇଏ କରିବେ କଣ ଆଉ ଇଏ କିଏ? ହାତରେ ଖାତା କଲମ ଆଉ ଗାଁ ଭିତରେ ବୁଲୁଛନ୍ତି ଏହି ବ୍ୟକ୍ତି ଜଣକ। ଯିଏ ଦେଖିଲା ସିଏ ତାର ଅସୁବିଧା ବଖାଣିଲା ଆଉ ବିନା କୌଣସି ବିରକ୍ତିରେ ଅସୁବିଧାର ସମାଧାନ କରିବା ପାଇଁ ଦେଉଛନ୍ତି ପ୍ରତିଶ୍ରୁତି। ଦର୍ଶକ ବନ୍ଧୁ, ଇଏ ହେଉଛନ୍ତି କୋରାପୁଟ ସେମିଳିଗୁଡା ବ୍ଲକ ରାଜପୁଟର ସରପଞ୍ଚ ପୀତାମ୍ବର ତିର୍ସାନୀ। ନିର୍ବାଚନ ସମୟରେ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ ତାହା କେତେ ଦୂର କାର୍ଯ୍ୟକାରୀ ହେଉଛି ତାହାର ତଦାରଖ କରିବା ସହ ଆଉ କଣ କଣ ସମସ୍ୟା ରହିଛି ତାହାକୁ ବି ପଚାରି ବୁଝୁଛନ୍ତି। ମୋ ପଞ୍ଚାୟତରେ ବିକାଶ କହିଲେ ସେହିପରି ଆଖି ଦୃଶିଆ ନାହିଁ। ପ୍ରାୟ ଗାଁରେ ପକ୍କା ରାସ୍ତା ରହିଯାଇଛି, ଗାଁ ଦାଣ୍ଡ କାଦୁଅ ହେଇକି ରହୁଛି। ପ୍ରତ୍ୟେକ ଗାଁରେ କିନ୍ତୁ ବିଶୁଦ୍ଧ ପାଣି ବ୍ୟବସ୍ଥା କରାଯିବ। ମୋଟ ଉପରେ 30 ପଞ୍ଚାୟତ ନିର୍ବାଚନ ସରି ମାତ୍ର 6 ମାସ ମଧ୍ୟରେ ଦେଇଥିବା ପ୍ରତିଶ୍ରୁତି ପାଳନ ପାଇଁ ଗାଁ ଗାଁରେ ଏବେ ସରପଞ୍ଚ ବୁଲୁଥିବାରୁ ବେଶ ଖୁସି ସ୍ଥାନୀୟ ଲୋକେ। ବିଶେଷ କରି ରାସ୍ତାଘାଟ, ପାନୀୟ ଜଳ ଓ ଶିକ୍ଷା ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝୁଛନ୍ତି ପୀତାମ୍ବର। ଗୁରୁତ୍ୱପୂର୍ଣ୍ଣ କଥା ହେଲା ନିର୍ବାଚନ ସରିବା ପରେ ପଞ୍ଚାୟତରେ ଜନଶୁଣାଣି ହୋଇଥିଲା, ହେଲେ ଅନେକ ଲୋକ ଅନୁପସ୍ଥିତ ଥିବା ଖବର ପାଇବା ପରେ ଏମିତି ଖାତା ଧରି ଗାଁରେ ପହଞ୍ଚିଥିଲେ ସରପଞ୍ଚ। ଆଉ ଲେଖି ଚାଲିଥିଲେ ଗୋଟିଏ ପରେ ଗୋଟିଏ ଅଭିଯୋଗ। ଖାଲି ଏତିକି ନୁହେଁ, ବରଂ ଏହିସବୁ ଅଭିଯୋଗ ଆସନ୍ତା ପଞ୍ଚାୟତ ବୈଠକରେ ଉପସ୍ଥାପନ କରିବା ସହ କେମିତି ସମସ୍ୟାର ସମାଧାନ ହେବ ସେ ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପୀତାମ୍ବର। ଅନେକ ସମୟରେ ଦେଖାଯାଏ ବା ଅଭିଯୋଗ ଆସେ, ଥରେ ଭୋଟ ନେବା ପରେ ଆଉ ନେତାଙ୍କର ଦେଖା ମିଳେନି। ହେଲେ ଇଏ ଏମିତି ଜଣେ ନେତା ଯେ ନିଜେ ଖାତା କଲମ ଧରି ଲୋକଙ୍କ ଘରେ ପହଞ୍ଚୁଛନ୍ତି ଆଉ ସମସ୍ୟା ବୁଝୁଛନ୍ତି। ସତରେ ଏମିତି ସରପଞ୍ଚ ଥିଲେ ଦୁଃଖରେ ରହିବ ବା କିଏ? ଜୟପୁରରୁ ଟି ଗୌରୀଶଙ୍କରଙ୍କ ରିପୋର୍ଟ, OTV।